ଜାତିଭିତ୍ତିକ ଜନଗଣନା ଅଛି। ଯେତେବେଳେ ଜନଗଣନା ହୁଏ ପ୍ରତି 10 ବର୍ଷରେ ଥରେ, 1 ମସିହାରେ ହେଇଥିଲା, 11 ମସିହାରେ ହେଇଥିଲା, 21 ମସିହାରେ କରୋନା ଆଳ ଦେଖିକି ବର୍ତ୍ତମାନ 4 ବର୍ଷ ଟାଳିଦେଲେ। ଯେତେବେଳେ ଜନଗଣନା ହେଉଛି, କୋଉ ଧର୍ମର କେତେ ଲୋକ ତାକୁ ଗଣନା କରାଯାଉଛି, କେତେ ଆଦିବାସୀ ଲୋକ ଅଛନ୍ତି ଗଣନା କରାଯାଉଛି, କେତେ ଦଳିତ ସମ୍ପ୍ରଦାୟର ଅଛନ୍ତି ଗଣନା କରାଯାଉଛି। ଆଉ ଖାଲି ଓବିସି କେତେ ରହିଲେ ଆଉ ଜେନେରାଲ କାଷ୍ଟରେ ଗୋଟେ କଲମର କଥା। ଯଦି ଧର୍ମ ଭିତରେ ଜନଗଣନା ହେଉଛି, ଯଦି ଜାତି ଭିତରେ ବି ଆଦିବାସୀ ଦଳିତ ମାନଙ୍କର ହେଉଛି, ଆଉ ଓବିସି ଜେନେରାଲ କାଷ୍ଟ ବାହାର କରିଦେଲା କ୍ଷତି କ'ଣ ହେଉଛି? କହୁଛନ୍ତି ତ ଆମେ ଓବିସି ଓବିସି କହିକି ସାରା ଭାରତ ବର୍ଷରେ ପ୍ରଚାର କରୁଛନ୍ତି। ହରିୟାଣାରେ ଓବିସି ଇସ୍ୟୁ କଲେ, ବର୍ତ୍ତମାନ ଝାଡ଼ଖଣ୍ଡରେ କହିଲେ ଓବିସି 27% ଦେବୁ, ଏପଟେ ମହାରାଷ୍ଟ୍ରରେ ଓବିସି କଥା ଚଲେଇଛନ୍ତି। ତାହେଲେ ଆଉ ଏଇ ଜନଗଣନା କରିଲେ ତାଙ୍କ ପ୍ରୋବ୍ଲେମ କୋଉଠି ରହୁଛି? ଆପଣମାନଙ୍କୁ ମୋର ଅନୁରୋଧ ଜଣାଉଛି, ଜନଗଣନା ଭିତରେ ଜାତି ଜନଗଣନା ହେଉଛି, ଆଦିବାସୀ କେତେ ଅଛନ୍ତି ଏବଂ ଦଳିତ ସମ୍ପ୍ରଦାୟ କେତେ ଅଛନ୍ତି ତାହା ଜନଗଣନା ହେଉଛି। କେତେ ହିନ୍ଦୁ, କେତେ ମୁସଲମାନ, କେତେ ଖ୍ରୀଷ୍ଟିଆନ, କେତେ ଶିଖ, କେତେ ବୁଦ୍ଧିଷ୍ଟ, କେତେ ଜୈନ, ଏସବୁ କଥା ଗଣନା ହେଉଛି। ଆଉ ଖାଲି ଓବିସି ଆଉ ଜେନେରାଲ ବର୍ଗଟା ଗଣନା ହେବ।